ଯଶୋବନ୍ତ ଦାସ ଜଗନ୍ନାଥଙ୍କର ଜଣେ ଅନନ୍ୟ ଭକ୍ତ ଥିଲେ। ତାଙ୍କ ଶିଷ୍ୟମାନଙ୍କୁ କହିଲେ, ମୁଁ ମରିବି ଯୋଉଦିନ ମହାପ୍ରଭୁ ବଡ଼ ଦେଉଳରେ ଓଢ଼ଣୀ ଷଷ୍ଠୀରେ ମହାପ୍ରଭୁ ଘୋଡ଼ ଲାଗି ବେଶ ହେବେ, ସେଇଦିନ ଜଗନ୍ନାଥ ଯେମିତି ଘୋଡ଼େଇ ହେବେ ସେମିତି ମୋ ମର ଶରୀରରେ ତମେ ଏଇ କଦମ୍ବ ଗଛ ମୂଳରେ ମତେ ଘୋଡ଼େଇ ଦବ। ସତକୁ ସତ ସେଇଆ ହେଲା। ଯଶୋବନ୍ତ ଦାସ ମାର୍ଗଶିର ମାସ ଓଢ଼ଣ ଷଷ୍ଠୀରେ ତାଙ୍କ ଦେହ ତ୍ୟାଗ କଲେ। କଦମ୍ବ ଗଛ ମୂଳରେ ରଘୁରାମ ରାଜା ସେଇଠି ଯଶୋବନ୍ତ ଦାସଙ୍କୁ ସମାଧି ଦେଇଥିଲେ। ତାଙ୍କର ଶିଷ୍ୟମାନେ ସାଧୁ ସନ୍ଥ ମାନେ ସମସ୍ତେ ରାମ ନାମ ଜଗନ୍ନାଥ ନାମକୁ ଦିନ ସାରା ରାତି ସାରା ସେଇଠି ଗୋଟେ ବିରାଟ ବଡ଼ ମେଳା କରି ତାଙ୍କର ଦେହତ୍ୟାଗ ଦିନ ଓଢ଼ଣୀ ଷଷ୍ଠୀ ଦିନ ସେଠାରେ ଗୋଟେ ମେଳା ସୃଷ୍ଟି ହେଲା। ହରିନାମ ରାମ ନାମ ଜଗନ୍ନାଥ ନାମରେ ଯଶୋବନ୍ତ ଦାସଙ୍କର ପ୍ରାଣ ଯାଇ ଜଗନ୍ନାଥଙ୍କ ଦେହରେ ମିଶିଗଲା। କେତେବେଳେ